ଧରି ପକେଇ କାନ୍ଦିକି ମୋ ଆଖି ସାରା ପୁରା ବୋଳିଦେଲେ। ତାପରେ କାନ୍ଦ କ'ଣ ସେ କାନ୍ଦ ଡ୍ରାମା ସରିକି ମୋର ଘରକୁ ଯିବା ପର୍ଯ୍ୟନ୍ତ ଲୁହ ବାହାରୁଥାଏ। ଢେଙ୍କାନାଳ ମହୋତ୍ସବରେ ଯେତେବେଳେ ମଞ୍ଚସ୍ଥ ହେଲା, ମଞ୍ଚସ୍ଥ ହେଲା ପରେ ସେକେଣ୍ଡ ଡେ ଯେତେବେଳେ ମଞ୍ଚସ୍ଥ ହେଉଥିଲା ସେତେବେଳେ ମୋର ଗୋଟେ କାନ୍ଦିବା ସିନ୍ ଥିଲା। ମୋତେ ଗୋଟେ ପାରାଲିସିସ୍ ହେଇଯାଇଛି, ମୁଁ ହ୍ୱିଲ୍ ଚେୟାରରେ ବସିଛି, ମୋର ଆଉ କାନ୍ଦ ସେକେଣ୍ଡ ଦିନକୁ ଆଖିରୁ ଲୁହ ମାନେ ବାହାରିଲାନି। ମୁଁ ବହୁତ ଚେଷ୍ଟା କରୁଥାଏ କେମିତି ଲୁହ ବାହାରିବ, ତଥାପି ଲୁହ ବାହାରିଲାନି, ବାହାରୁ ନଥାଏ। ମୁଁ କହିଲେ ମନେ ମନେ ଭାବୁଥାଏ ଯେ ମୁଁ ଆଜି ନିର୍ଦ୍ଦେଶକ ଦିନେଶ ଦାସଙ୍କଠୁ ଗାଳି ଶୁଣିବି, ମୋ ଲୁହଟା ବାହାରୁନି। ଯାହା ହଉ ମୁଁ ଧନ୍ୟବାଦ ଦେବି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ରାଲି ନନ୍ଦକୁ, ତାକୁ ତ ମୋ ଝିଅ ବୋଲି ଭାବେ, ସେ ମୋ ସାଙ୍ଗରେ ଅଭିନୟ କରୁଥିଲେ। ସେ ଦେଖିଲେ ଯେ ମୁଁ ଏଥିପାଇଁ ମୋତେ ବ୍ୟସ୍ତ ହେଉଛି, ସେ କ'ଣ କଲେ ଗୋଟେ ଅମୃତାଞ୍ଜନ ଗୋଟେ ଜାଗାରେ ଥୁଆ ହେଇଥିଲା, ସେ ବଢ଼ିଆ ସେଟା ଆକ୍ଟିଂ ଛଳରେ ଯାଇକି ସେ ଅମୃତାଞ୍ଜନଟାକୁ ହାତରେ ଲଗେଇକି ଆସିକି ମୋତେ ବାବା, ମୋ ଝିଅ ହେଇକି ରୋଲ୍ କରୁଥିଲେ, ମୋତେ ବାବା କହିକି ମୋତେ ଧରି ପକେଇ କାନ୍ଦିକି ମୋ ଆଖି ସାରା ପୁରା ବୋଳିଦେଲେ। ତାପରେ କାନ୍ଦ କ'ଣ ସେ କାନ୍ଦ ଡ୍ରାମା ସରିକି ମୋର ଘରକୁ ଯିବା ପର୍ଯ୍ୟନ୍ତ ଲୁହ ବାହାରୁଥାଏ।